ଈଶ୍ୱରଙ୍କୁ ପାଇବା ସେପରି କିଛି କଠିନ ନୁହେଁ। ହେଲେ ଏବେ ଈଶ୍ୱରୀୟ ଜ୍ଞାନ ଶୁଣିବା ମନନ କରିବାକୁ ମିଳୁନାହିଁ। ତେଣୁ ଈଶ୍ୱରଙ୍କୁ ପାଇବା କଠିନ ଲାଗୁଛି। ଯେଉଁମାନେ ଲେଖାପଢ଼ା ଜାଣିନଥାନ୍ତି, ଲେଖାପଢ଼ା କରିବା ସେମାନଙ୍କୁ କଠିନ ଲାଗେ। ଲେଖାପଢ଼ାର ଅଭ୍ୟାସ କରିଦେଲେ ଲେଖାପଢ଼ା ଆଉ କଠିନ ଲାଗେ ନାହିଁ। ସେହିଭଳି ମନର ଈଶ୍ୱର ବିଷୟକ ଅଭ୍ୟାସ ହୋଇଗଲେ ଈଶ୍ୱର ପ୍ରତି ଆଉ କଠିନ ହୋଇ ରହେ ନାହିଁ। ଅକ୍ଷର ଶିକ୍ଷା ବା ବୈଷୟିକ ଜ୍ଞାନ ନିମନ୍ତେ ଯେତେ ଅଭ୍ୟାସ କରିବାକୁ ପଡ଼େ ତାଠାରୁ କମ୍ ଅଥଚ କ୍ରମାଗତ ଅଭ୍ୟାସ ଦ୍ୱାରା ଅଧିକ ଈଶ୍ୱର ଜ୍ଞାନ ଆହରଣ କରିବା ସମ୍ଭବ ହୋଇଥାଏ। ମୋ ଭାଇ ମୋତେ ଗୋଟିଏ ଚାପୁଡ଼ା ମାରିଥିଲେ, କେବେ ଦିନେ ମାରିଥିଲେ। ଏବେ ସେ କଥା ମନେ ପଡ଼ିଯିବାରୁ ମନ ଦୁଃଖ ହୋଇଯାଏ। ତେବେ ଏହି ଦୁଃଖ ହେଉଛି କାହାକୁ? ତାକୁ ଦେଖାଯାଉ ଦୁଃଖ ଦେଖାଯାଉଛି ମନକୁ। ଆମେ ଯଦି ମନର ଦ୍ରଷ୍ଟା ହୋଇଯିବା ତେବେ ଦୁଃଖ ଆଉ ହେବ ନାହିଁ। ଦେହ ଖରାପ ହେଉଛି, ଆମେ ହେଉ। ମ୍ୟାଲେରିଆ ଜ୍ୱର ହେଉଛି, ଇଞ୍ଜେକ୍ସନ୍ ଦିଆ ହେଉଛି। ଇଞ୍ଜେକ୍ସନ୍ ନେବା ବେଳରେ ଯନ୍ତ୍ରଣା ଯେତେବେଳେ ମନେ ପଡ଼େ ଆମେ ହୋଇ ଉଠୁ, କଷ୍ଟ ଅନୁଭବ କରୁ। ଯେତେ ହେଲେ ଶରୀରକୁ କଷ୍ଟ ହେଉଛି, ମନ ତେଣୁ କରିବାରେ ଲାଗୁଛି। ଆମେ ତାକୁ ଦେଖୁଥିବାରୁ ଆମକୁ ପୀଡ଼ା ଅନୁଭୂତ ହେଉଛି, କିନ୍ତୁ ଅନ୍ୟ ଜଣେ ଏ ଦୃଶ୍ୟ ଦେଖି ପୀଡ଼ା ଅନୁଭବ କରେ ନାହିଁ। ମୁଁ ବା ନିଜକୁ ଶରୀର ବୋଲି ମନେ କରୁଥିବାରୁ ଆମେ ପୀଡ଼ିତ ହେଉଛେ। ମାତ୍ର ଏହି ମୁଁକୁ ବା ନିଜକୁ ଶରୀରଠାରୁ ପୃଥକ୍ ମନେ କରିନେଲେ ସେହି ପୀଡ଼ା ସ୍ୱତଃ ଲାଘବ ହୋଇଯାଏ। ଆମେ ଗାଢ଼ ନିଦରେ ଶୋଇଥିବା ବେଳେ ସ୍ୱପ୍ନ ଦେଖୁଛେ। ସ୍ୱପ୍ନରେ ଆମର ଆଉ ଏକ ଅବିକଳ ସ୍ୱରୂପ ତିଆରି ହୋଇଯାଏ। ଆମେ କିନ୍ତୁ ଶୋଇଥାଉ। ଏହିପରି ଆମେ ନିଦରେ ଶୋଇ ବି ନିଜକୁ ଦେଖିପାରୁ। ସୂକ୍ଷ୍ମତାର ଅଭ୍ୟାସ ବଢ଼ିଗଲେ ଏହିପରି ହେବା ସମ୍ଭବ ହୁଏ। ଠିକ୍ ସେହିଭଳି ଆମେ ଦୁଃଖକୁ ବି ଦେଖିପାରୁ, ସୁଖକୁ ବି ଦେଖିପାରୁ। ଏପରି ଦେଖିବା ପାଇଁ ଅଭ୍ୟାସ ହୋଇଗଲେ ତାହା ସହଜ ହୋଇଥାଏ। ନାଟକରେ ଅଭିନେତା କୁହେ, ମୁଁ ହେଉଛି ବିକ୍ରମାଦିତ୍ୟ ମହାରାଜ, ମୋ ରାଜ୍ୟରେ ଏପରି କଥା ଚଳିବ ନାହିଁ। କିନ୍ତୁ ସେହି ଅଭିନେତା ନିଜକୁ ନିଜେ ଭଲ ଭାବେ ଜାଣିଥାଏ ଯେ ସେ ମହାରାଜ ଫହାରାଜ କିଛି ନୁହେଁ। କିଛି ସମୟ ପରେ ସେହି ଲୋକକୁ ଭିକାରୀ ବେଶ ଧରି ଅଭିନୟ କରିବାକୁ ପଡ଼େ। ଦର୍ଶକମାନେ ବି ତା ଅଭିନୟ ଦେଖି ଦ୍ରବିତ ହୋଇଯାଆନ୍ତି। କିଛି ସମୟ ପୂର୍ବରୁ ସେ ରାଜାଧିରାଜ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା, ଏବେ ଭିକାରୀ ଭୂମିକାରେ ଅବତୀର୍ଣ୍ଣ ହେଉଛି। କିନ୍ତୁ ତା ନିଜ ଭିତରେ ସେ ଜାଣେ ଯେ ସେ ରାଜା ନୁହେଁ କି ଭିକାରୀ ନୁହେଁ, କେବଳ ଜଣେ ଅଭିନେତା। ଏହିଭଳି ଯାହାର ଶରୀରଠାରୁ ପୃଥକତ୍ୱ ଅଭ୍ୟାସ ହୋଇଯାଏ ତାକୁ ସୁଖ ଦୁଃଖ ଜଣାପଡ଼େ ନାହିଁ। ଏହି ଅଭ୍ୟାସରେ ମିଛୁଆ, ପ୍ରତାରକ ଓ କପଟୀ ବ୍ୟକ୍ତିମାନେ ସଫଳ କାମ ହୋଇପାରନ୍ତି ନାହିଁ। ଛନ୍ଦ କପଟ ଯିଏ ଯେତେ ତ୍ୟାଗ କରିବ ସେ ସେତେ ଅଧିକ ସଫଳ କାମ ହୋଇପାରିଥାଏ। ଯେଉଁମାନେ ଏହି ଦେହକୁ ମୁଁ ମାନିଥାନ୍ତି, ଯେଉଁମାନେ ସଂସାରକୁ ସତ୍ୟ ମନେକରି ଚଳୁଥାନ୍ତି, ସେହିମାନେ ହିଁ ଛନ୍ଦ କପଟ, ବେଇମାନୀ, ଦଗାବାଜି ହୋଇଥାନ୍ତି। ଏହା ହେଉଛି ପରମ ମୂର୍ଖାମି। ଆତ୍ମାକୁ ମୁଁ ମନେକରି ସଂସାରକୁ ମିଥ୍ୟା ବୋଲି ଦୃଢ଼ ରୂପେ ଜାଣିଥିବା ଲୋକ ଯେତେ ବେଇମାନ ହୋଇଥିଲେ ସୁଦ୍ଧା କ୍ରମେ କ୍ରମେ ତାର ବେଇମାନୀ ହ୍ରାସ ପାଇଯାଏ ଓ ପରିଶେଷରେ ସେ ମହାନ ହୋଇଯାଏ। ସତ୍ସଙ୍ଗର ଓ ଭଗବାନଙ୍କୁ ପାଇବାର ମହତ୍ତା ଜାଣିଯିବା ପରେ ମନ ପବିତ୍ର ହୋଇଯାଏ। ଭଗବାନଙ୍କୁ ପାଇବାର ମହତ୍ତା ଜଣା ନଥିବା ପର୍ଯ୍ୟନ୍ତ ମଣିଷଙ୍କୁ ଦୁଃଖ ଅନୁଭୂତ ହୋଇଥାଏ। ଈଶ୍ୱର ହିଁ ସାରା ଶ୍ରେଷ୍ଠ ବୋଲି ନ ଜାଣିବା ପର୍ଯ୍ୟନ୍ତ ମଣିଷ ମନରେ ଛନ୍ଦ କପଟ ବିଦ୍ୟମାନ ଥାଏ। ଥରେ ଏହି ସାରା ଶ୍ରେଷ୍ଠ ତତ୍ତ୍ୱକୁ ଜାଣିଯିବା ପରେ ଆଉ ଛଳନା, ବ୍ୟଞ୍ଜନା, କପଟତା ଆଦି କରିବାକୁ ମଣିଷ ଉଦ୍ୟମ କରେ ନାହିଁ। ଭଗବାନଙ୍କୁ ପାଇବା ନିମନ୍ତେ, ଭଗବତ୍ ଭାବକୁ ଆହରଣ କରିବା ନିମନ୍ତେ, ସଦାଚାରକୁ ଆପଣେଇବା ନିମନ୍ତେ ଯଦି ମଣିଷର ରୁଚି ଅଥବା ଆଗ୍ରହ ନ ରହେ,
ସେ ଦୋଷ କରି ନାନା ପ୍ରକାରର ଯୁକ୍ତି ମାଧ୍ୟମରେ ଦୋଷ ଅଥବା ଅବିଗୁଣ ଘୋଡ଼ାଇବା ପାଇଁ ଚେଷ୍ଟା କରେ। ଏହା ହେଉଛି ସବୁଠାରୁ ବଡ଼ ଭୁଲ। ଏହି ଭୁଲକୁ ମଣିଷ ଯେତେ ଯେତେ କରୁଥାଏ ଅଧିକରୁ ଅଧିକ ବଡ଼ ବଡ଼ ପ୍ରମାଦ ହେବାରେ ଲାଗେ। ସେତେବେଳେ ସେ ଜାଣିପାରେ ନାହିଁ ଯେ ନିଜ ନିଜ ପାଦକୁ କୁରାଢ଼ି ପ୍ରହାର କରୁଛି। ଆମେ ଯେତେ ଯେତେ ଦୁଃଖ ଭୋଗ କରୁ ସେ ସମସ୍ତର ମୂଳ କାରଣ ହେଉଛି ସଂସାରକୁ ସତ୍ୟ ମନେ କରିବା, ସଂସାର ବିଷୟରେ ଚର୍ଚ୍ଚା କରିବା, ଆତ୍ମା ପରମାତ୍ମା ପ୍ରତି ପ୍ରୀତି ନ କରିବା। ଆମେ ଯାହା ଯାହା କରୁଥିବା ସେ ସମସ୍ତ କାର୍ଯ୍ୟ କରିବା ବେଳେ ଆମେ ଯତ୍ନବାନ ହେବା ଉଚିତ ଯେ ଆମେ ଭଗବାନଙ୍କର ପ୍ରୀତ୍ୟର୍ଥେ, ଭଗବାନଙ୍କର ପ୍ରସନ୍ନତା ନିମନ୍ତେ ଏବଂ ଭଗବତ୍ ସ୍ୱରୂପକୁ ଜାଣିବା ପାଇଁ ନିଷ୍ଠାର ସହିତ ସେସବୁ କାମ କରୁଛେ। ଭଗବତ୍ ଭାବ ପାଇବା ପାଇଁ ଆମେ ଯତ୍ନବାନ ହେଲେ କେତେ ଭଲ ନ ହୁଅନ୍ତା। ଦୁଃଖ ଆଉ ରହନ୍ତା ନାହିଁ। ନିଜର କି ସମାଜର କିଛି ଅହିତ କରିବା ପାଇଁ ମନ ଯାଆନ୍ତା ନାହିଁ। ଆତ୍ମକଲ୍ୟାଣର ଏହା ଏକ ବିଶେଷ ମାର୍ଗ।